ମୁଁ ସଞ୍ଜୟ ଆପଣମାନଙ୍କୁ ସ୍ୱାଗତ କରୁଛି ସଞ୍ଜୟ ଷ୍ଟଡି ଚ୍ୟାନେଲରେ। ତ ପିଲାମାନେ ତୁମମାନେ ଥମ୍ବନେଲ୍ ଦେଖି ଜାଣିପାରୁଥିବ ଯେ ଆଜି ଏହି ଭିଡ଼ିଓଟିରେ ଆମେ କ'ଣ ଆଲୋଚନା କରିବା। ଆସିଗଲା ତୁମମାନଙ୍କର ରିଜେକ୍ଟ ଲିଷ୍ଟ। କେଉଁମାନେ ରିଜେକ୍ଟ ହେଲେ 2024 ସିଟିରେ ଦେଇଥିବା ପରୀକ୍ଷାର୍ଥୀମାନେ ଯେଉଁମାନେ ପରୀକ୍ଷା ଦେଇଛନ୍ତି ସେମାନେ କେଉଁମାନେ ରିଜେକ୍ସନ୍ ହେଇଛନ୍ତି, ଆସନ୍ତୁ ଆମେ ଏହି ଭିଡ଼ିଓଟିରେ ସେ ବିଷୟରେ ସମ୍ପୂର୍ଣ୍ଣ ଆଲୋଚନା କରିବା। ତ ଆପଣଙ୍କୁ ଅନୁରୋଧ ଭିଡ଼ିଓଟିକୁ ପ୍ରଥମରୁ ଶେଷ ପର୍ଯ୍ୟନ୍ତ ଦେଖନ୍ତୁ, ଯାହାଫଳରେ କି ସଠିକ୍ ଇନଫର୍ମେସନ୍ ଆପଣମାନଙ୍କୁ ମିଳିପାରିବ। ଏମାନେ ଆଉ କରିପାରିବେନି ଆଡ଼ମିସନ୍ 2024ରେ। ଦେଖିବା ରିଜେକ୍ସନ୍ ଲିଷ୍ଟ। ତ ପ୍ରଥମେ ଆମେ ସାମ୍ସ ଓଡ଼ିଶାକୁ ଯିବା। ସାମ୍ସ ଓଡ଼ିଶା ଉପରେ କ୍ଲିକ୍ କରିବା। ସାମ୍ସ ଓଡ଼ିଶା ଉପରେ କ୍ଲିକ୍ କଲା ପରେ ରିଜେକ୍ସନ୍ ଲିଷ୍ଟ ପିଲାମାନେ ସମସ୍ତଙ୍କର ଇମ୍ପୋର୍ଟାଣ୍ଟ। କେଉଁମାନଙ୍କର ରିଜେକ୍ଟ ହେଇଛି ନ ଦେଖିଲେ ସେମାନେ ଜାଣିବେ କେମିତି, ଠିକ୍ ନା ଭୁଲ। ତ ଏଠି ତୁମମାନେ କ'ଣ କରିବ ନା, ଦେଖିପାରୁଥିବ ଏଠି ଆସିଛି ଆମର ରିଜେକ୍ସନ୍ ଲିଷ୍ଟ। ଭ୍ୟୁ ମୋର୍ ଉପରକୁ ଗଲା ପରେ ତୁମମାନଙ୍କର ଏଠି କିଛି ଅପଡ଼େଟ୍ ଅଛି କି? ଆଡ଼ମିସନ୍ ଅଫ୍ ସିଲେକ୍ଟେଡ୍ ଅଫ୍ ସାନ୍ତାଳୀ କୋଟା 30 ନଭେମ୍ବର 2024, ବିଇଡି ଖ୍ରୀଷ୍ଟିଆନ ଆର୍ଟ ତେଲୁଗୁ କୋଟା 29ରୁ 30। ଓକେ, ଠିକ୍ ଅଛି, ଏଠି କିଛି ଅପଡ଼େଟ୍ ନାହିଁ। ତ ଏଇଠି ଦେଖ ପିଲାମାନେ କ'ଣ ଆସିଛି, ଲିଷ୍ଟ ଅଫ୍ କ୍ୱାଲିଫାଏଡ୍ ଆଣ୍ଡ ଡିସ୍କ୍ୱାଲିଫାଏଡ୍ କ୍ୟାଣ୍ଡିଡେଟ୍ ଅଣ୍ଡର ଦ ସାନ୍ତାଳୀ କୋଟା ହୁ ଆପିୟର୍ଡ ଫର୍ ଦ ରିଡ଼ିଂ ଆଣ୍ଡ ରାଇଟିଂ ଟେଷ୍ଟ। ତ ପିଲାମାନେ ଏଇଟା କହିବା ପୂର୍ବରୁ ମୁଁ ତୁମମାନଙ୍କୁ କହିଦେଉଛି କାଲି କେତେ ପିଲା ଆଡ଼ମିସନ୍ କଲେ। ବର୍ତ୍ତମାନ ଦେଖିପାରୁଥିବ ତୁମମାନେ ଟୋଟାଲ୍ ବର୍ତ୍ତମାନ ଆମର 4503 ପିଲା ଆଡ଼ମିସନ୍ କରିଦେଇଛନ୍ତି। ତ ଆଉ ମାତ୍ର ଅଳ୍ପ ପିଲା ଯେଉଁମାନେ କି ସ୍ଲାଇଡ୍ ଅପ୍ କରିଥିଲେ ଆଡ଼ମିସନ୍ କରିବା ପାଇଁ, ଆଜି ସେମାନେ ଆଡ଼ମିସନ୍ କରିଦେବେ। ଆଜି ସେମାନଙ୍କର ଲାଷ୍ଟ ଡେଟ୍ ଆଡ଼ମିସନ୍ର। କାଲି ସେକେଣ୍ଡ ସିଲେକ୍ସନ୍ର ଆଡ଼ମିସନ୍ ପିଲାମାନେ ଯେଉଁମାନେ ସେକେଣ୍ଡ ସିଲେକ୍ସନ୍ ପାଇଛନ୍ତି ସେମାନଙ୍କର କାଲିଠୁ ଆଡ଼ମିସନ୍ ରହିଛି। ତ ବର୍ତ୍ତମାନ ଆମେ ଦେଖିବା କ'ଣ ରିଜେକ୍ସନ୍ ଲିଷ୍ଟ। ତ ଦେଖିପାରୁଥିବେ ଆପଣମାନେ, ଏ ହେଉଛି ଆମର ରିଜେକ୍ସନ୍ ଲିଷ୍ଟ, ଯେଉଁମାନଙ୍କୁ କି ସାନ୍ତାଳୀ କୋଟାରେ ପିଲାମାନଙ୍କୁ ପାଠ ପଢ଼ିବା ପାଇଁ ଏବଂ ଲେଖିବା ପାଇଁ ଦିଆଯାଇଥିଲା, କିନ୍ତୁ ସେମାନେ ଲେଖିପାରିଲେ ନାହିଁ। ବହୁତ ପିଲାମାନେ ସାନ୍ତାଳୀ କୋଟାର ବହୁତ ପିଲାମାନେ ଆମର କ'ଣ କରିଛନ୍ତି ନା ରିଜେକ୍ଟ ହେଇଛନ୍ତି। ଆପଣମାନେ ଦେଖିପାରୁଥିବେ ଟୋଟାଲ୍ କେତେ ଜଣ ସାନ୍ତାଳୀ କୋଟାର ପିଲାମାନେ ଆପ୍ଲାଏ କରିଥିଲେ। 201 ଜଣ ଆପ୍ଲାଏ କରିଥିଲେ, ହଁ ନା ନାହିଁ? ସିରିଏଲ୍ ନମ୍ବର 201। ସେ ଭିତରୁ ଆପଣମାନେ ଏଇଠି ଦେଖିପାରୁଥିବେ 50 ଜଣ ମାତ୍ର କ୍ୱାଲିଫାଏ କରିଛନ୍ତି। କେତେ ଜଣ? 50 ଜଣ କ୍ୱାଲିଫାଏ ଏବଂ ଅନ୍ୟ ସମସ୍ତେ ଡିସ୍କ୍ୱାଲିଫାଏ। ଆଉ କେତେ ବହୁତ ପିଲା ଆବସେଣ୍ଟ ମଧ୍ୟ ରହିଥିଲେ। ବହୁତ ପିଲା କ'ଣ କରିଛନ୍ତି ନା, ସେମାନଙ୍କର ଯେଉଁ ଥିଲା ଆମର ଡକୁମେଣ୍ଟ ଭେରିଫିକେସନ୍ ସହିତ ପଢ଼ିବା ଏବଂ ଲେଖିବା ପରୀକ୍ଷା, ସେଥିପାଇଁ ସେମାନେ ଆବସେଣ୍ଟ ରହିଛନ୍ତି। ତ ଆପଣମାନଙ୍କୁ ଭିଡ଼ିଓଟି କିପରି ଲାଗିଲା ନିଶ୍ଚିନ୍ତ କମେଣ୍ଟରେ ଜଣାନ୍ତୁ ଏବଂ ପାଖରେ ଥିବା ବେଲ୍ ଆଇକନ୍କୁ ଅନ୍ କରିଦିଅନ୍ତୁ। ଏବଂ ବ୍ରହ୍ମପୁରରେ ଯେଉଁମାନଙ୍କର ପିଏଚ୍ ପିଲାମାନଙ୍କର ଭେରିଫିକେସନ୍ ପାଇଁ ଅଛି ସେମାନଙ୍କ ପାଇଁ ମୁଁ ଭିଡ଼ିଓଟି ନିଶ୍ଚିନ୍ତ ଆଣିଦେବି। ତ ପିଲାମାନେ ନେକ୍ସଟ ତୁମମାନଙ୍କର ଭିଡ଼ିଓଟି ଆସିବ। ଆଉ ଆମର କ'ଣ ରହିବ ନା, କାଲିଠୁ ଆଡ଼ମିସନ୍ ଅଛି। ଆଡ଼ମିସନ୍ରେ ପୁଣି ନୂଆ ପିଲାମାନଙ୍କର ସେକେଣ୍ଡ ସିଲେକ୍ସନ୍ ଯେଉଁମାନେ ପାଇଛନ୍ତି ସେମାନଙ୍କ ପାଇଁ କ'ଣ ଡକୁମେଣ୍ଟ ଆବଶ୍ୟକ, ଭିଡ଼ିଓଟି ନିଶ୍ଚିନ୍ତ ବହୁତ ଶୀଘ୍ର ଆସିବାକୁ ଯାଉଛି। ତେବେ ଯଦି ଏହି ଭିଡ଼ିଓଟି ଭଲ ଲାଗିଥାଏ ତେବେ ଲାଇକ୍, କମେଣ୍ଟ, ସେୟାର ଏବଂ ସବସ୍କ୍ରାଇବ୍ ସହିତ ପାଖରେ ଥିବା ବେଲ୍ ଆଇକନ୍ ଅନ୍ କରିଦିଅନ୍ତୁ। ଥ୍ୟାଙ୍କ ୟୁ ଫର୍ ୱାଚିଂ।